ଲିଖନୀରେ କାହାଣୀ। ଆଜିର ଗଳ୍ପ କଇଁଚର ଉଡ଼ିବାକୁ ଇଚ୍ଛା। ପାଣି ପାଖରେ ପଡ଼ି ପଡ଼ି କଇଁଚକୁ ଆଉ ଭଲ ଲାଗିଲା ନାହିଁ। ତାର ଆକାଶରେ ଉଡ଼ିବାକୁ ଭାରି ଇଚ୍ଛା ହେଲା। ତେଣୁ ସେ ଦିନେ ଛଞ୍ଚାଣକୁ ଡାକି କହିଲା, ଛଞ୍ଚାଣ ଭାଇ, ତୁ ତ ଆକାଶରେ ଏତେ ଉଡ଼ୁଛୁ, ମୋତେ ବି ଟିକେ ଉଡ଼ିବା ଶିଖାଇ ଦେ। ଏକଥା ଶୁଣି ଛଞ୍ଚାଣ ସେଇ କଇଁଚ ବୁଝାଇ କରି କହିଲା, ତୋତେ ତ ଭଗବାନ ଉଡ଼ିବା ପାଇଁ ଜନ୍ମ କରିନାହାନ୍ତି। ତୋର ଦେହର ଗଠନ ଯାହା, ସେଥିରେ ତୁ ଆଦୌ ଉଡ଼ି ପାରିବୁ ନାହିଁ। କିନ୍ତୁ ଏଥିରେ ସେ କଇଁଚର ମନ ମୋଟେ ବୁଝିଲା ନାହିଁ। ସେ ଖାଲି ଉଡ଼ିବା ପାଇଁ ବାରମ୍ବାର ଛଞ୍ଚାଣକୁ କହିଲା। ଦିନେ ବହୁତ ବିରକ୍ତ ହୋଇ ଛଞ୍ଚାଣ ସେ କଇଁଚକୁ ଧରି ଆକାଶକୁ ଉଡ଼ାଇ ନେଲା ଏବଂ ବହୁ ଉପରକୁ ନେଇ କଇଁଚକୁ ଛାଡ଼ି ଦେଇ କହିଲା, ବର୍ତ୍ତମାନ ତୁ ଉଡ଼। ହେଲେ କଇଁଚ ତ ମୋଟେ ଉଡ଼ି ପାରିଲା ନାହିଁ। ବରଂ ସେ କଇଁଚ ତଳେ ପଡ଼ି ମରିଗଲା। ପ୍ରକୃତିର ନିୟମ ବିରୁଦ୍ଧରେ କାମ କଲେ ଶେଷରେ କେବଳ ନିଜର ହିଁ କ୍ଷତି ହୋଇଥାଏ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।